କୁହାଯାଏ ଇଚ୍ଛାଶକ୍ତି ଆଗରେ ହାର ମାନେ ନାହିଁ ଅକ୍ଷମତା। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ହୀରାପୁର ପଞ୍ଚାୟତର ଡୁଙ୍ଗୁରିଗୁଡ଼ା ଗ୍ରାମରେ। ଦୁଇଟି ଯାକ ହାତ ନାହିଁ ସତ, ହେଲେ ଜୀବନ ଯୁଦ୍ଧରେ ସେ ଜଣେ ବଡ଼ ଯୋଦ୍ଧା। ସେ ହେଉଛନ୍ତି ଜଗନ୍ନାଥ ସାଆନ୍ତା। ଜଗନ୍ନାଥ ଜନ୍ମରୁ ଦିବ୍ୟାଙ୍ଗ। ତାଙ୍କର ଦୁଇଟି ଯାକ ହାତ ନାହିଁ, କିନ୍ତୁ ସେ ନିଜ ଗୋଡ଼ ସାହାଯ୍ୟରେ ଖାଇବା, ଲେଖିବା ଏବଂ ପୋଷାକ ପିନ୍ଧିବା ଭଳି ସବୁ ନିତ୍ୟକର୍ମ କରିପାରନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ନାଟକରେ ସେ ପ୍ରଭୁ ଜଗନ୍ନାଥଙ୍କ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କର ଏସବୁ ସାହସକୁ ଦେଖି 2 ବର୍ଷ ତଳେ ଗ୍ରାମର ଜଣେ ଯୁବତୀ ତାଙ୍କୁ ପ୍ରେମ ବିବାହ ମଧ୍ୟ କରିଛନ୍ତି ଏବଂ ଏବେ ତାଙ୍କର ଏକ 2 ମାସର କନ୍ୟା ସନ୍ତାନ ଅଛି। ଦୁଃଖର ବିଷୟ ହେଉଛି ଏହି ପ୍ରତିଭାବାନ ଦିବ୍ୟାଙ୍ଗଙ୍କୁ ସରକାରୀ ସହାୟତା କହିଲେ ମାତ୍ର 1200 ଟଙ୍କାର ଭତ୍ତା। ଆଧାର କାର୍ଡ ନଥିବାରୁ ତାଙ୍କୁ ମିଳୁଥିବା 10 କିଲୋ ରାସନ ଚାଉଳକୁ ମଧ୍ୟ ପ୍ରଶାସନ ବନ୍ଦ କରିଦେଇଛି। ଭଙ୍ଗା ମାଟି ଘରେ ଦୟନୀୟ ଅବସ୍ଥାରେ ପରିବାର ଚଳାଉଥିବା ଜଗନ୍ନାଥଙ୍କୁ ଏଯାଏ ଆବାସ ଘର ଖଣ୍ଡିଏ ମଧ୍ୟ ମିଳିନାହିଁ। ପେଟ ପୋଷିବା ପାଇଁ ସେ ଏବେ କୁଲି ମଜୁରୀ କରିବାକୁ ବାଧ୍ୟ ହେଉଛନ୍ତି। ହେଉଛି ଜଗନ୍ନାଥ ସାଆନ୍ତା। ଆଗରେ ପେନସନ୍ ପାଉଥିଲି 1000 ଟଙ୍କା। ତାରପରେ ନାହିଁ କି ସେ ମୋତେ 10 କିଲୋ ଚାଉଳ ପାଉଥିଲି, ସେ ଚାଉଳ ବି କାଟିଦେଲେ। ତାରପରେ 1200 ଟଙ୍କା ପଇସା ଦେଲେ। ତାପରେ ନାହିଁ କି ଆମର ପରିବାର ଚଳବା ପାଇଁ ନାହିଁ କି ବେଶୀ ଅସୁବିଧାରେ ଅଛୁ। ଏବେ ଆମକୁ ନାହିଁ କି ଘର ନାହିଁ, କ'ଣଟା ନାହିଁ, ମୋର 2ଟା ହାତ ନାହିଁ, ଗୋଟେ ଗୋଡ଼ ବି ଭେଣ୍ଡ ଅଛି, ଗୋଟେ ଗୋଡ଼ରେ ଏକା କାମ କରୁଛି। କହିଗଲେ ଆଜ୍ଞା ବହୁତ ଅସୁବିଧାରେ ଚଲୁଛନ୍ତି। ମା ଗୋଟେ ଥିଲା, ଆମର ଜେଜେମା ଥିଲା, ସେ ଚଲିଗଲା। ବାପା ଅଛି, ଭାଇମାନେ ଅଛନ୍ତି। ଏବେ ଜମି ବାଡ଼ା ତାଙ୍କର ବି ଛୋଟ ଅଛି, 2 ଏକର ନା କେତେ ଅଛି। ଚଳିବା ପାଇଁ ବି ସେ ବହୁତ ଅସୁବିଧାରେ ଅଛନ୍ତି। ସରକାରମାନଙ୍କୁ ଲେଖି ଜଣାଇଲେ ବି ସରକାର ଦେବୁ ଆକ ବୋଲିକିନା କହିଲେ ଆଜ୍ଞା ଏବେ ବି ସେ ପାଇପାରୁନାହିଁ। ଆଉ ଚାଉଳ କାର୍ଡ଼ ବି ତାକୁ ଯେଉଁ ଭତ୍ତା ପଇସା ପାଉଥିଲେ, ସେ ଭତ୍ତା ପଇସା ପାଇବାରୁ ଆଜ୍ଞା 1200 ଟଙ୍କା ଦେବାରୁ ତାଙ୍କର ଚାଉଳ ବି କାଟି ଦେଇଛନ୍ତି। ଏ ସମ୍ପର୍କରେ ଉମରକୋଟ ବିଡିଓ ମନୋଜ କୁମାର ମେହରଙ୍କୁ ପଚାରିବାରୁ ସେ ଖୁବ୍ ଶୀଘ୍ର ଜଗନ୍ନାଥଙ୍କୁ ଆଧାର କାର୍ଡ ଯୋଗାଇ ଦିଆଯିବା ସହ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜଗନ୍ନାଥ ସାଆନ୍ତା ଯାହାକି ସେ ବିକଳାଙ୍ଗ ଅଛି, ତାର ଆଗରୁ ବହୁତ ଚେଷ୍ଟା ସତ୍ତ୍ୱେ ଆଧାର ହେଇପାରୁନାହିଁ। ଆମେ ତାର ଆଧାର ପାଇଁ ଚେଷ୍ଟା କରୁଛୁ, ଆଉ ତାକୁ ପ୍ରପରଲି ଯେମିତି ଆଧାରଟା ହେଇପାରିବ, ଯେମିତି ଗୋଟେ ଇସ୍ୟୁ ରହୁଛି ଆଧାରରେ, ସେଟାକୁ ରେକ୍ଟିଫାଏ କରିକି ଆମେ ତାର ଯେତେ ଶୀଘ୍ର ଆଧାର କରିଦେବୁ। ତାପରେ ତାର ଭତ୍ତା ସେ ତ ଏବେ ପାଉଛି, ତାର ବର୍ଦ୍ଧିତ ଭତ୍ତା ବି ପାଇବାର ଯେହେତୁ ଆଧାର ନହେଲେ ପାଇପାରିବନି, ଆଧାର ପାଇଁ ଅପଡେଟ୍ କରିବ। ତାର ସାଙ୍ଗେ ସାଙ୍ଗେ ତାର ଯେଉଁ ଚାଉଳ ହେଲା, ତାର ଚାଉଳ କାର୍ଡ଼ରେ ତାକୁ ଦେବା ପାଇଁ ସୁବିଧା କରିବ। ତାର ସାଙ୍ଗେ ସାଙ୍ଗେ ତାର ଯାହା ଦରକାର ପଡ଼ିବ ଘର ଆବାସ ବି ସହଯୋଗ କରିବ। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଜଗନ୍ନାଥଙ୍କ ଗୁହାରି ଶୁଣୁଛି ଏବଂ ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଉପଯୁକ୍ତ ସହାୟତା କେବେ ମିଳୁଛି। ଉମରକୋଟରୁ ଶଙ୍କର ତୁର୍କଙ୍କ ରିପୋର୍ଟ, ଡୁମାଣି ଟିଭି।